ନବ ପ୍ରାର୍ଥନା ଫେବୃଆରୀ 5, 1913। ମଧୁର ଏକ ସଙ୍ଗୀତ ପରି ତୋର କଣ୍ଠଧ୍ୱନି ମୁଁ ଶୁଣୁଛି ମୋ ହୃଦୟର ନୀରବତାରେ। ମୋ ମସ୍ତିଷ୍କରେ ତାହା ରୂପ ନେଉଛି ଅପୂର୍ଣ୍ଣ କଥା ରୂପେ। ଯଦିଓ ସେସବୁ କଥାରେ ତୁ ହିଁ ରହିଛୁ ସର୍ବୋତ ଭାବେ ଓତପ୍ରୋତ। ଏହି କଥାଗୁଡ଼ିକ କୁହା ହୋଇଛି ପୃଥିବୀକୁ ସମ୍ବୋଧନ କରି, ଏବଂ ତାହା ହେଲା, ଦକ୍ଷିଣୀ ପୃଥିବୀ, ମନେ ରଖ, ମୁଁ ତୋ ମଧ୍ୟରେ ରହିଛି ନିରାଶ ହୁଅନା। ତୋର ପ୍ରତ୍ୟେକ ଚେଷ୍ଟା, ପ୍ରତିଟି ବ୍ୟଥା, ପ୍ରତ୍ୟେକ ଉଲ୍ଲାସ ଓ ପ୍ରତ୍ୟେକ ବେଦନା, ତୋ ହୃଦୟର ପ୍ରତ୍ୟେକ ଆହ୍ୱାନ, ତୋ ଆତ୍ମାର ପ୍ରତିଟି ଅଭିପ୍ସା, ତୋ ଋତୁଚକ୍ରର ପ୍ରତିଟି ଆବର୍ତ୍ତନ, ସବୁକିଛି କୌଣସିଟିକୁ ବାଦ୍ ନ ଦେଇ ତୋ ପାଖରେ ଯାହା ଦୁଃଖକର ମନେ ହୁଏ, ଆଉ ଯାହା ମନେ ହୁଏ ସୁଖକର, ଯାହା ମନେ ହୁଏ କୁତ୍ସିତ ଏବଂ ଯାହା ମନେ ହୁଏ ସୁନ୍ଦର, ସକଳ ଅନିବାର୍ଯ୍ୟ ଭାବେ ତତେ ନେଇ ମୋ ଆଡ଼କୁ ଚାଲିଛନ୍ତି। ମୁଁ ଅନ୍ତହୀନ ଶାନ୍ତି, ଛାୟାହୀନ ଜ୍ୟୋତି, ପରିପୂର୍ଣ୍ଣ ସମନ୍ୱୟ, ପୂର୍ଣ୍ଣ ନିଶ୍ଚୟତା, ବିଶ୍ରାନ୍ତି ଓ ପରମ ଆଶୀର୍ବାଦ। ଶୁଣ ହେ ପୃଥିବୀ, ଏହି ଯେ ଫୁଟି ଉଠୁଛି ଅପରୂପ ଧ୍ୱନି, ଶୁଣ ଓ ନୂତନ ସାହସ ରଖ। ମା।